ମଗଡ଼ାରେ ଆୟୁଷ୍ମାନ ଭାରତ ଯୋଜନାର କାର୍ଡ଼ ବଣ୍ଟନ କଲେ ମନ୍ତ୍ରୀ। କଟକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଆୟୁଷ୍ମାନ ବୟୋବନ୍ଦନା ଯୋଜନା କାର୍ଡ଼ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଭର୍ଚୁଆଲ ମୋଡ଼ରେ ସିଧା ପ୍ରସାରଣ କାର୍ଯ୍ୟକ୍ରମ ମୟୂରଭଞ୍ଜ ଜିଲ୍ଲା ମଗଡ଼ା ବ୍ଲକର 6ଟି ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବ୍ଲକ ଅଧୀନ ନିଚୁଆପଦା ଛଉପଡ଼ିଆ, ଚିତ୍ରଡ଼ା ବ୍ଲକ କାର୍ଯ୍ୟାଳୟ ପରିସର, ମଗଡ଼ା ଡାକ୍ତରଖାନା, ଦାନ୍ତିଆମୁହାଁ ପଡ଼ିଆ, ଗଡ଼ିଆ, ଚିନ୍ତାମଣି ହାଇସ୍କୁଲ ପଡ଼ିଆ ଏବଂ ସାନମୁଣ୍ଡାମଣି ହାଇସ୍କୁଲ ପଡ଼ିଆରେ ମଗଡ଼ା ବିଡ଼ିଓ ଅଣାକର ନାୟକଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତେବେ ନିଚୁଆପଦା ଛଉପଡ଼ିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମଗଡ଼ା ବିଧାୟକ ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ବେଳେ କିଷାନ ତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡକ୍ଟର ହାମିରା ମୁର୍ମୁ, ଡାକ୍ତର ବିଜୟ କୁମାର ନାୟକ, ଭାଲିଆରିହା ସରପଞ୍ଚ ସଦାମିନୀ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ଯୋଜନା କାର୍ଯ୍ୟକାରୀ ହେବା ଫଳରେ ଓଡ଼ିଶାର 3,46,00,000 ଲୋକେ ଉପକୃତ ହେବା ଫଳରେ ସୁସ୍ଥ ଓଡ଼ିଶା, ବିକଶିତ ଓଡ଼ିଶାର ସ୍ୱପ୍ନ ସାକାର ହେବ ଏବଂ ମୟୂରଭଞ୍ଜ ଜିଲ୍ଲାର ପାଖାପାଖି 20 ଲକ୍ଷ ଲୋକେ ଉପକୃତ ହେବେ ବୋଲି ମତବ୍ୟକ୍ତ ରଖିଥିଲେ ମନ୍ତ୍ରୀ ମହାପାତ୍ର। ଏହି ପରିପ୍ରେକ୍ଷୀରେ ମୀନା ଥୟାଲ, ଈଶ୍ୱର ମହାକୁଡ଼, ଜଲାଇ ହେମ୍ରମ, ମୁନି ହେମ୍ରମ, ପ୍ରଶାନ୍ତ ବେହେରା, ଯତୀନ୍ଦ୍ରନାଥ ପାତ୍ର, ଅଞ୍ଜଳି ସି, ଅନୁସୟା ସି ପ୍ରମୁଖ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ଼ ପ୍ରଦାନ କରିଥିଲେ। ସେହିପରି ଅନ୍ୟ 5ଟି ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଛି ଏବଂ ଆଜି ମୋଟ 150 ଜଣ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ଼ ପ୍ରଦାନ କରାଯାଇଛି। ଆସନ୍ତାକାଲିଠାରୁ ବ୍ଲକର 20ଟି ପଞ୍ଚାୟତର ପ୍ରତି ଘର ଘରକୁ ବୁଲି ସର୍ଭେ କରାଯାଇ ସ୍ୱାସ୍ଥ୍ୟ କାର୍ଡ଼ କରାଯିବାର ସୂଚନା ମିଳିଛି। ତେବେ ଏନେଇ କ'ଣ କହୁଛନ୍ତି ହିତାଧିକାରୀ ଓ ମନ୍ତ୍ରୀ, ଆସନ୍ତୁ ଶୁଣିବା। ମୋ ନାଁ କମଳିନୀ ବିନ୍ଧାଣୀ, ଘର ନିଚୁଆପଦା। କ'ଣ କହିବେ ଯେ ଆଜି ଯେଉଁ ମନ୍ତ୍ରୀ ନଗର ଉନ୍ନୟନ ମନ୍ତ୍ରୀ ମଗଡ଼ା ବିଧାୟକ ଆପଣଙ୍କୁ ସ୍ୱାସ୍ଥ୍ୟ କାର୍ଡ଼ ଦେଲେ, କ'ଣ କହିବେ? କ'ଣ ଅସୁବିଧା ହେଉଛି? ଆଜି ମୁଁ ବହୁତ ଖୁସି। ପ୍ରଥମରେ ତ ମୋ ଅତୀତର ଦୁଃଖକୁ ମନେ ପକାଇଲେ ବହୁତ ଦୁଃଖ ଲାଗେ। ମୋ ସ୍ୱାମୀ ପଇସା ଅଭାବରୁ ମେଡ଼ିକାଲ ଟ୍ରିଟମେଣ୍ଟ ହେଉଥିଲେ, ସେ ଚାଲି ଯାଇଛନ୍ତି। ନା, ମୁଁ ହାଇଟେକ୍ରେ ଟ୍ରିଟମେଣ୍ଟ ହେଉଥିଲେ, ପଇସା ଅଭାବରେ ଆମକୁ ଡକ୍ଟର ପଠାଇଦେଲେ, ତାକୁ ମୋ ସ୍ୱାମୀ ଚାଲିଗଲେ। ଏବେ ମୁଁ ବହୁତ ଖୁସି ଯେ ମୋ ଭଳିଆ ଏମିତି କୌଣସି ନାରୀ ବୋଧେ ଦୁଃଖରେ ଆଉ ସମୟ କଟେଇବନି, ଅନ୍ତତଃ ପଇସା ଅଭାବରେ ସ୍ୱାମୀହୀନ ହେବନି। ମୋର ଏତିକି କହୁଛି ଯେ ମୁଁ ଆଜି ବହୁତ ଖୁସି। ମୋ ପାଇଁ ତ ମୋ ଦୁଃଖ ସମୟ ଚାଲିଯାଇଛି, ତ ଏବେ ଆଗାମୀ ନାରୀ ଜାତି ପାଇଁ ଏତେ ଖୁସି ଖବର, ସେଇଟା ଭବିଷ୍ୟତ ହିଁ କହିବ। ନାରୀମାନେ ନିଶ୍ଚିତ ଉପକୃତ ହେବେ ଏବଂ ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ବହୁତ ଦେଉଛି, ଆନ୍ତରିକତାରେ ଦେଉଛି ଯେ ନାରୀମାନଙ୍କ ପାଇଁ ଏତେ ସୁନ୍ଦର ବ୍ୟବସ୍ଥା କଲେ। ଏଇଟା ମୋ ହୃଦୟଙ୍ଗମ କରିଛି, ହୃଦବୋଧ ହେଇଛି ଯେ ଏତେ କଷ୍ଟ ସେଇଟା ମୁଁ ହିଁ ଅନୁଭବ କରିଛି। ଆଉ ମୋ ପରି ଆଉ ଦୁଃଖୀ କେବେ କୌଣସି ନାରୀ ପଇସା ଅଭାବରୁ ହେବେନି, ଏଇଟା ମୋର ଦୃଢ଼ ନିଶ୍ଚିତ। ଏଥିପାଇଁ ବହୁତ ଖୁସି ମୁଁ। ସରକାର ଗୋଟେ ଯୁଗାନ୍ତକାରୀ ପଦକ୍ଷେପ ନେଲେ, ଏ ବାବଦରେ ଆପଣ କ'ଣ କହିବେ? କ'ଣ ରହିବ ଆପଣଙ୍କର? ବୈପ୍ଳବିକ ପରିବର୍ତ୍ତନ କରିବା ପାଇଁ ଓଡ଼ିଶା ପ୍ରଦେଶରେ ଯେଉଁ ଭାରତୀୟ ଜନତା ପାର୍ଟିର ସରକାର, ମୋହନ ମାଝୀଙ୍କ ନେତୃତ୍ୱରେ ବନିଥିବା ଓଡ଼ିଶା ପ୍ରଦେଶର ସରକାର ଆଜି ଯେଉଁ କଥା ଦେଇଥିଲେ ସେ କଥା ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ମୋହନ ମାଝୀର ସରକାର। ତେଣୁ ଆପଣମାନେ ଦେଖୁଥିବେ ଆମ ସରକାର, ମୋହନ ମାଝୀଙ୍କ ସରକାର ସବୁଠୁ ଅଧିକ ଗୁରୁତ୍ୱ ଦେଉଛନ୍ତି ସ୍ୱାସ୍ଥ୍ୟ ଓ ଶିକ୍ଷା ଉପରେ। ସ୍ୱାସ୍ଥ୍ୟ ଶିକ୍ଷା ଉପରେ ଆପଣ ଦେଖିଥିବେ 20,000 ଉର୍ଦ୍ଧ୍ୱ ଟିଚର ଶିକ୍ଷକ ନିଯୁକ୍ତି ହୋଇଛନ୍ତି, ଏବେ ମଧ୍ୟ ଆହୁରି 10,000 ଉର୍ଦ୍ଧ୍ୱ ଶିକ୍ଷକ ନିଯୁକ୍ତି ହେବେ। ସେଇଭଳିଆ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଆହୁରି ଆଗକୁ 5,000 ଉର୍ଦ୍ଧ୍ୱ ଡାକ୍ତର ନିଯୁକ୍ତି କରିବାକୁ ଯାଉଛନ୍ତି। ଏବଂ ଆଜି ଯେଉଁଭଳି ଭାବରେ ଗୋପବନ୍ଧୁ ଆରୋଗ୍ୟ ଯୋଜନା କାର୍ଡ଼ ବଣ୍ଟା ହେଉଛି ଏବଂ ଭାରତର ଆୟୁଷ୍ମାନ ଯୋଜନା ଯେଉଁ ଥିଲା ତାକୁ ଗତ ସରକାର ଏଠି ପ୍ରଚଳନ କରିନଥିଲେ, କିନ୍ତୁ ମୋହନ ମାଝୀଙ୍କ ସରକାର ଆସିଲା ପରେ ଆକୁ ଗୁରୁତ୍ୱର ସହିତ ଆକୁ ଓଡ଼ିଶା ପ୍ରଦେଶରେ କରୁଛନ୍ତି, ଯଦ୍ୱାରା ଯେଉଁମାନେ ବାହାରେ ଲୋକ ରହୁଛନ୍ତି, ଏ ଯୋଜନାରୁ ବଞ୍ଚିତ ହେଉଥିଲେ, ଟ୍ରିଟମେଣ୍ଟ ହୋଇପାରୁନଥିଲେ, ସେମାନେ ମଧ୍ୟ ଆଜି 29,000 ହସ୍ପିଟାଲରେ, ଯିଏ ଯେଉଁ ହସ୍ପିଟାଲରେ ଚାହିଁବେ, ଭଲ ଭଲ ବଡ଼ ବଡ଼ ହସ୍ପିଟାଲରେ ସେମାନେ ଚିକିତ୍ସିତ ହୋଇପାରିବେ ଏବଂ ତାଙ୍କ ରୋଗର ଉପଶମ କରିପାରିବେ। ଏପରି ବ୍ୟବସ୍ଥା ଆମ ଓଡ଼ିଶା ସରକାର ଆଜି କରିବାକୁ ଯାଇଛନ୍ତି, ମୋହନ ମାଝୀଙ୍କ ସରକାର। ଏବଂ ଆଜି ସବୁଠୁ ଖୁସିର କଥା, ମାନନୀୟ ସ୍ୱାସ୍ଥ୍ୟମନ୍ତ୍ରୀ କେନ୍ଦ୍ରର ଜେପି ନଡ୍ଡାଜୀ ଆଜି ଆସି ଆକୁ ଶୁଭାରମ୍ଭ କରିଛନ୍ତି କଟକଠାରେ। ତେଣୁ ଇଏ 3.5 କୋଟି ଲୋକ ଓଡ଼ିଶା ପ୍ରଦେଶରେ ଆର ଉପକୃତ ହେବେ ଏବଂ ଆମର ମୟୂରଭଞ୍ଜରେ ମଧ୍ୟ 20,000 ଉର୍ଦ୍ଧ୍ୱ ଲୋକ, 20 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଆର ଉପକୃତ ହୋଇପାରିବେ।
तेणु ये योजना निश्चित भाव में साधारण लोकों पाखे पहुँची पारी से उपकृत हो पार्टी माँ मैंने जो प्रत्येक घर को 5 लाख टंका दिज्व जो माँ मैंने थे से आ 5 लाख टका तेणु 10 लाख टंका पर्यंत पाइपर ये निश्चित भाव में आम मयूरभंजर लोक साधारण लोकंर बहु उपकार हो ओडिशावासी मानकर ओडिशार लोक मान बहु उपयोगी हो तेणु मुझे निश्चित भाव में धन्यवाद देवी नरेंद्र मोदी जी को एवं आमर नूतन करी मुख्यमंत्री होता मोहन माझी जी।